आज विजय भाई भल कथा शुण कली जुग कथा कालिका मन रख अक्षरे अक्षरे सत्य अंक हिसाब टाक समस्त जापर ठाकुर कौट जन्म हेले कि कौन हेले सेगुड़ा सहज जना पड़े ना कली जुगे कली जुगर रीति रीति गति कौन आम समस्त जापर ना महापुरुष अतीत लिखि बड़ जो पथर खसी पड़ू थर को थर पड़ू जोगिनी माने मार्जर रूप में कौन हे श्रीक्षेत्र में परिभ्रमण करेंगे आम जाइए देखीचे बिले ये सब कौन हो बड़ दौड़ बेड़े बुले बुलूना महापुरुष आगुरी लिखि वृद्ध पक्षी बस मान शागुणा बसी ना बसी न उन्नसतरे बतासे हम मोर कपड़ाड़ भांगी पकाए फनी बात्या होता कपड़ाड़ भांगला ना भांगलानी यापर सरकार कौन कले काटिकी सब साइज कले आम फनी बात्या 2 दिन पर जाइए पूरी आम आखिरे देखी डाल सब भंगा पवन मोदी सब कौन कला भांगी पकई 19 मसीह बात्या भांगलानी कि फनी बात्यार भांगी आउे मनुष्यंकर कर्म उपर किसी जिनस महापुरुष लिखिले कलिर शेष समय कौन कौन माता माउसी शाशु को हरण वेदन पढ़े तिले ब्राह्मण गोदंडा चषिए गालुआ चोर बर्तमान से कौणी मुखरे भाई चुंबन एरा कही नारी मान उग्र हे एरस्त को पात तले रखिए नहीं पर पुरुषे रची देवे हूँ ना हूँ तुम खाली कौन ए जुगे ना अन्य जुगे भी थिला किंतु एते नथिला एते नथिला सब नारी स्त्री हो पार समस्त पत्नी हो पार यहाँ मन रख मत कौन हे स्त्री हो पार समस्त पत्नी हो पार समस्त स्वामी हो पार समस्त पत्नी हो पार झी घर उपयोगी है घर जो उपयोगी है से जन को भल पाइला आम बापा माँ पाखे पैसा अच्छे आम राजी हेले से पुओ को बाहर कर आम कौन कले झील को बाड़े अन्य जगह कौन कले बहार करदे से झील सती है ना असती है से झी है असती केमी है कैमेरा आगे खोल कहने 1000 घर नष्ट हो अष्टवेता शास्त्र देखिए विक्रमादित्य घर तार तुम मर्म जापर खोलिकी कहवा कथा तेणु महापुरुष जहा जहा कही संसार रे कलिर अंतिम पर्यायर घटव ता सब घटी नारी माने पुरुषत्व हेले ऑपरेशन होती पुरुष माने नारी हेले किसी व्यक्ति कहते आमको अरे
କଳିଯୁଗ ତ 4,32,000 ବର୍ଷ, କଳିଯୁଗ ସରିଲା ଠିକ। ରାବଣକୁ 56 ଘଣ୍ଟା ଯୁଗକୁ ବର ଦେଇଥିଲେ। ରାବଣର ହଉଛି କେଇଟା? 4ଟା। ବ୍ରହ୍ମାଙ୍କର ହେଲା 4ଟା ମୁଖ, ବ୍ରହ୍ମା ବର ଦେଇଥିଲେ। ଗୋଟିଏ ଗୋଟିଏ ମୁଖରେ କହିଲେ 14 ଘଣ୍ଟା 14 ଘଣ୍ଟା 14 ଘଣ୍ଟା। କେତେ ଘଣ୍ଟା କହିଲେ? 14 ଯୋଉ 56 ଘଣ୍ଟା। ସେ ବଞ୍ଚିଲା କେତେ ଦିନ? ରାବଣ ଗଣ୍ଡାଏ ଜୀବ ବି ହଉ କରିପାରିଲା। ତାପରେ ମଧ୍ୟ ଆୟୁଷ ହୁଏ। ବ୍ୟାସ କହନ୍ତି 4,32,000 ଭିତରେ କଳଉ 10 ସହସ୍ରାଣି ବିଷ୍ଣୁ ତେଜ ଥିଲେ। କଳିଯୁଗ ଯେତେବେଳେ 10,000 ହବ ବର୍ଷ ହବ, ଗୋଟେ ମହାପ୍ରଳୟ ସୃଷ୍ଟି ହବ। ବିଷ୍ଣୁ ମେଦିନୀ ତ୍ୟାଗ କରିଦେବେ। କିନ୍ତୁ ଗୋଟେ ପଞ୍ଚସଖା ମାନେ ଆସିଥିଲେ। ସେ କହିଲେ ନା ନା, 10,000 ଭୋଗ କରିବ ବ୍ୟାସର ବାଣୀ ସତ୍ୟତା, କିନ୍ତୁ 5,000 ପରେ କଳିର ଆଉ ବଳ ପାଇବନି। ଅଟିବ ଲୀଳା ତୁ 4ରେ ମିଶା ଏକ ଚଢା 3 ସିଂହ ବାବୁ ଯେତେ ହେଲା ଟିକ ଯାଇ ଫୁଲ ମାଳିକା। ହେଲେ ଯେତେବେଳେ 5,000 ବର୍ଷ ହବ, ସେଟା କଳି କଣ ହେଇଯିବ? ପଞ୍ଚସଖା କହୁଛନ୍ତି ଆମେ ଦଳି ଦେବୁ। ପଞ୍ଚସଖା କହୁଛନ୍ତି, ଅତୀତ କହୁଛନ୍ତି ଆମେ ସବୁ ଦଳି ଦେବୁ। କେତେବେଳେ? 5,000 ବର୍ଷ ହେଲେ। ବୁଝିପାରୁଛ ନା ବୁଝିପାରୁଛ? କଳିର ଶେଷ ସମୟରେ କଣ କଣ ଘଟିବ ବୋଲି ମହାପୁରୁଷ ମାନେ ଆମ ମାନଙ୍କୁ ଚେତନା ଦେଇଛନ୍ତି। ତାହା ହିଁ ଘଟୁଛି, ତାହା ହିଁ ଅକ୍ଷର ଅକ୍ଷର ସତ୍ୟତା ହେଇଛି, ବା ଆଗକୁ ଯାହା ଲେଖିଛନ୍ତି ତାହା ହିଁ ଘଟିବ। ଏକଥା କେବେ ଅତ୍ୟୁକ୍ତି ହବ ନାହିଁ। କିନ୍ତୁ ଯେତେ ବିପଦ ଆଇଲେ ମଧ୍ୟ କଳିଯୁଗର ବ୍ୟକ୍ତି ବିଶେଷ ମାନେ କେହି ଚେତିବେ ନାହିଁ। କେହି ଚେତିବେ କାହିଁକି? ଗୋଟେ ଲୋଭ ଶକ୍ତି ଏମିତି, ଲୋଭ ମୋହ ସମସ୍ତଙ୍କୁ ଗ୍ରାସୀ ଦେଉଛି। ସାଧୁ ସନ୍ଥ ମୁନି ଋଷିଠୁ ଆରମ୍ଭ କରି ସାଧାରଣ ସଂସାରୀ ପର୍ଯ୍ୟନ୍ତ। କୋଉ ସାଧୁ? ମନେ ରଖିଥାଅ, ତାଲବେଶ ଆକାରେ ଦେଲେ ସାଧୁ, ମୁଦିନେଶ ଆକାରେ ସାଧୁ, ଦନ୍ତେଶ ଆକାରେ ସାଧୁ, ହର୍ଷଉକାରେ ଦେଲେ ସାଧୁ, ଦୀର୍ଘଉକାରେ ଦେଲେ ସାଧୁ। କେତେ ପ୍ରକାର ସାଧୁ? 6 ପ୍ରକାର। ହେଲାନି ନା? ହଉନି? ହର୍ଷଉକାରେ ଗୋଟେ ସାଧୁ, ଦୀର୍ଘଉକାରେ ଗୋଟେ ସାଧୁ, ଆକାରରେ ଗୋଟେ ସାଧୁ। ନା ଆମେ ଭୁଲ କରୁଛେ, 9 ପ୍ରକାର ହବ। ହଉନି? ତେଣୁ ନବ ଗୁଣଭେଦୀ ନବ କୁଜେଛେଦୀ ନବରେ ବିନ୍ଧାଣି କରିଲା ବିନ୍ଧା, ସାଧୁ ବୋଲାଇଲେ ସାଧୁ ସନ୍ଥ ହେଲେ ସାଧୁରେ ରହିଛି ଛନ୍ଦା, ଛନ୍ଦା ଚରଣରେ ଆଶ୍ରିତ କରିଲେ ସାଧୁ ପଣ ସଦା ପାଇ, ଶ୍ରଦ୍ଧାରୁ ସାଧନା ହୁଅଇତି ସିଦ୍ଧି ଏ ବାଣୀ ଅନ୍ୟଥା ନୁହେଁ। ଏଇ କଥା ଉପରେ ଅଚ୍ୟୁତ କହିଲେ ଚିତ ଶୁଦ୍ଧି ହେଲେ ଶ୍ରଦ୍ଧା ଜାତ ହୁଏ, ଶ୍ରଦ୍ଧାରୁ ସାଧନା ସିଦ୍ଧି, ସିଦ୍ଧି ବିଧି କରି ସାଧୁ ଯେ ବୋଲାନ୍ତି ତରେ ସଂସାର ବାରି। କି ସୁନ୍ଦର ପଦ। ତେଣୁ ମାୟା ପୁରୁଷ ଗୋଟେ ଏମିତି ସମସ୍ତଙ୍କୁ ଆସିବ। ଯେତେ କଷଣ ପଇଲେ ଏଇ କେହି ଚିତିବେ। ଯିଏ ଚେତିବେ ସେ ତାଙ୍କ ଚେତନାରେ ରହିବେ, ଯିଏ ନ ଚେତିବେ ତାଙ୍କ କର୍ମଫଳ ପାଇବେ। କିଛି ବ୍ୟକ୍ତି ଆମକୁ କୋଶ୍ଚିନ୍ କରନ୍ତି, ଯିଏ ପୂର୍ଣ୍ଣ କରିଛି କଣ ମରିବ ନାଇଁ? ନା ହଁ ମରିବ। ଯିଏ ପାପ କରିଛି କଣ ମରିବ ନା? ହଁ ମରିବ।
ପାପ କାହିଁ କରନ୍ତି, ପୁଣ୍ୟ କାହିଁ କରନ୍ତି? ଆମେ ତାଙ୍କୁ କହିବୁ ବାପାରେ ମଲା ପରେ କଣ ହୁଏ ତମେ ଜାଣିନ। ସେଇ ମଲା ପରେ ଯୋଉ ଘଟଣା ଘଟେ ତାରି ପାଇଁ ମଣିଷର ହାତ ଗୋଡ ଶରୀର ଥିବା ସମୟରେ ଧର୍ମ କରେ। ହାତ ଗୋଡ ଥିବା ସମୟରେ ଧର ତୋ ଭାଇର କଣ ଗୋଟେ ଝଗଡା ହେଇଥିଲା ବା, କି ହାଣି ହୁଣି ଦେଇଥିଲେ, ଶୁଣୁଥିଲି ଆମେ, ତମେ ଖବର ପାଇକି ମେଡିକାଲ ପଳେଇଲ, ଭଲ ନାଇଁ ନା? ତୁ ମଲା ପରେ ଯୋଉ ଘଟଣା ଘଟେ ସେଠି ଭାଇ ବନ୍ଧୁ କୁଟୁମ୍ବ କେହି ବାହାରନ୍ତି। ଗୋଟେ ଆତ୍ମାର ବିଚାର ମଧ୍ୟ ହୁଏ। ମରିଗଲେ ସରେ ନାହିଁ, ମରିଗଲେ ଆସେ। ବୁଝିପାରିଲ ନା? ମଣିଷ ମରିଗଲେ ସରେ ନାହିଁ, ମରିଗଲେ ଆସେ। ସେ ଆସିବା ପାଇଁ କି ଏ ଦେହ ଥିବା ସମୟରେ ଧର୍ମ କରେ। ଧର୍ମର ସୂତ୍ର ହଉଛି ଦୁଇ ପ୍ରକାର, ଧର୍ମ ମାଧବ ଧର୍ମ, ଆଉ ଏଟା ହଉଛି କଣ ଭକ୍ତି ମାର୍ଗକ ଧର୍ମ। ପୂର୍ବ ଟପିକରେ ଆଲୋଚନା କଲି। ମହାପୁରୁଷଙ୍କ ବାଣୀ ଅକ୍ଷରେ ଅକ୍ଷରେ ସତ୍ୟ। ମୁଁ ଜଣେ ବ୍ୟକ୍ତି କହିଲି, ଆପଣ ଖାଲି ମାଳିକା ଉପରେ କହୁଛନ୍ତି। ଆମେ କହିଲୁ ମାଳିକାରେ ଆମେ ଗଢା ନୁହଁ, ଆମେ ଜଗନ୍ନାଥ ସଂସ୍କୃତିରେ ଗଢା। ଜଗନ୍ନାଥ ସଂସ୍କୃତିର ଗୋଟେ ଅଂଶ ହଉଛି କଣ ମାଳିକା। ଜଗନ୍ନାଥ ଚେତନା ବୁଡିଯିବ ବୋଲି ପଞ୍ଚସଖା ମାନେ ଜାଣିଥିଲେ, ସେଥିପାଇଁ ମାଳିକା ଶାସ୍ତ୍ରଟାକୁ ଲେଖିଥିଲେ। କିଛି ଭକ୍ତଙ୍କର ଚେତନା ରହିছে, ଯାହା ଫଳରେ ଜଗନ୍ନାଥ ସଂସ୍କୃତି ଆଗେଇ ଯିବ। କଳିଯୁଗ କଥା ହଉଛି ବିଚିତ୍ର କଥା, ସବୁ ଓଲଟା। ବିନାଶ କାଳେ କଣ ବିପର୍ଯ୍ୟୟ। କାହିଁ କହିବି, ସ୍ୱୟଂ ରାମଚନ୍ଦ୍ର ପରମ ପୁରୁଷ ଥିଲେ, ସ୍ୱୟଂ ନାରାୟଣ, ଭଗବାନଙ୍କର 10 ଅବତାର ଭିତରେ ପୂର୍ଣ୍ଣ ଅବତାର ହଉଛି 4ଟା ଅବତାର, ଆଉ ଯେତେ ଅବତାର ଅଂଶକଳା ଅବତାର। ସେ ପୂର୍ଣ୍ଣ ବ୍ରହ୍ମ ଅବତାର ଭିତରେ କିଏ? ସେ ରାମଙ୍କର ଗୋଟେ ଅବତାର ଥିଲା। ନୃସିଂହ ଥିଲେ ପୂର୍ଣ୍ଣ ବ୍ରହ୍ମ ଅବତାର। ମାୟା ମୃଗ କାହାକୁ? ସୀତାଙ୍କୁ ଦେଖାଗଲା, ସ୍ୱର୍ଣ୍ଣ ମୃଗ ଯୋଉ। ସୀତା କହିଲେ ସ୍ୱାମୀ ମତେ ସୁନାର ମୃଗଟାକୁ ଆଣିକି ଦିଅ। ପତ୍ନୀ ଭଳି ରାମ ହେଲେ ମତି ଭ୍ରମ, ଏଣୁ ପଡିଲା ଅକାଳ ବିପତ୍ତି। ମାୟାଗ୍ରାସୀ ଗଲା। ଅର୍ଦ୍ଧାଙ୍ଗିନୀ ସ୍ତ୍ରୀ ଜଗତ ଜନନୀ ମା ସୀତା କହୁଛନ୍ତି, ଲକ୍ଷ୍ମୀ ସ୍ୱରୂପିଣୀ। ତାଙ୍କ କଥାରେ ରାମଚନ୍ଦ୍ର ଭାସିଗଲେ। ରାମ ଚିନ୍ତା କରିବା କଥା, ଏମିତି କୋଉ ବେଦ ଶାସ୍ତ୍ରରେ କୋଉଠି ଗୋଟେ ସୁନାର ମୃଗ ଅଛି ବୋଲି ଲେଖା ନାହିଁ। ତଥାପି ସ୍ତ୍ରୀ କଥାରେ ପଡି କଣ ହେଲେ? ସୁନା ମୃଗ ପଛରେ ଗୋଡେଇଲେ, ଯାହା ଫଳରେ କଣ ହେଲା? ସୀତା ଚୋରି ହେଲା। ତେଣୁ ଆମେ ମାନେ ସମସ୍ତେ ଜାଣୁଛେ ଏ କର୍ମ କଲେ ହଉଛି ଖରାପ, ତଥାପି ଆମକୁ ମାୟା ଏମିତି ଆସି ଯାଉଛି, ଆମେ ସେଇ କର୍ମ କରୁଛୁ। ଯେମିତି ଅଗ୍ନି ମଧ୍ୟରେ ପତଙ୍ଗ ପଡିକି ମରେ, ଆମ ମାନଙ୍କର ସେଇ ସମୟ ଆସି ପହଞ୍ଚିଗଲାଣି। ଆଉ ମହାପୁରୁଷ ପଞ୍ଚସଖା ମାନେ ସ୍ୱତନ୍ତ୍ର ଲେଖି ଦେଇଛନ୍ତି, କୋଉ ଦିନ କଣ କେବେ କଣ ଘଟିବ ତା ସ୍ୱତନ୍ତ୍ର ପ୍ରମାଣ ଦେଇଛନ୍ତି। ଗବେଷଣାରେ ଭୁଲ ହେଇପାରେ, ମୁନିର ବିମତି ଭ୍ରମ, କିନ୍ତୁ ମହାପୁରୁଷଙ୍କ ବାଣୀ ଅକ୍ଷର ଅକ୍ଷରେ ସତ୍ୟତା। ଅନେକ ଭବିଷ୍ୟତ ଦ୍ରଷ୍ଟା ବାହାରିଛନ୍ତି ପୃଥିବୀ ଭୂଖଣ୍ଡରେ,
ଅମକ ଘଟିବ ସମସ୍ତେ କହିଛନ୍ତି। କୋଉ ଦିନ ଘଟିବ ବୋଲି କେହି କହିନାହାନ୍ତି। ରାମ ଉତ୍କଳୀୟ ପଞ୍ଚସଖା ମାନେ କହିଛନ୍ତି ଆରେ ବାବା ଅମକ ଦିନ ହିଁ ଘଟିବ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାଙ୍ଗେ ଜବାହର ହରି।